आज की 25 वर्ष हो गला मो पुओ को श्रवण मोर 25 वर्ष हो गलाड़ी हेले मु जानि पारुनी मो स्वामी बंदीशाल मुक्ति है से केहू आड़े चली गले से जीवित कि मृत एक कथा भी मु जानी पारुनी ए दुनिया रे मु विधवा कि सधवा हे ठाकुरे हे हो तो भागिनी ठार आउ केते परीक्षा न जीवन सारा परीक्षा दे आज आज मो संपूर्ण निश्चय हो जाए तबे कह केते दिन माँ पुआ एमती भिक्षा मागिकी चलुथु मो स्वामी कुआड़े गले से अचंती कि नहंती तरुटी तो जणई दियो ठाकुरे भाग्य आधरे आमे माँ पुआ रहिबु सिना हेले तमो पाखरे केबे भी गुहारी करिबुनी तरुटी मात्र तरुटी कहि दियो माँ ए माँ माँ बापा श्रवण तू तू केते बळे आसिलु बापा ए माँ हां तू कहीं के गुटिया बसी चिंतारे बसी कौन भावुछु माँ नहीं रे बापा तो भड़िया पुओ जोटी थिबो ता माँ कौन चिंता करिबो नहीं नहीं मु किसी चिंता करूनी मु नहीं माँ तू मिछ कहूछु तू निश्चय कौन भावुछु आउ चिंता तारे एकुटिया बसी तू निरुब सहित तू भावुछु नहीं 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 रे पुओ से किछि न तू से कथा मुंड खेलानी से किछि न ए माँ मु सत कहूची तू मिछ कहूछु ए माँ अरे कौन घटी तू तो कहवा को पड़ो माँ जदि न कहबो तोते ए पुअर राड़ रहिला माँ कह माँ तोते ए पुअर अरे कौन घटी जाइछि तोते कहवा को हेबो माँ अरे तू एते बड़ नियम दे दे आज की 20 वर्ष है मो छाती तले जो अकहा दुख को मो चापे रखी से अकहा दुख पाई आज तू मते राणो पकई देलु हाँ माँ तोते कहवा को हेबो माँ तोते कहवा को हेबो कौन बा कहिबे रे पुओ से अनेक कथा माने बुझवा को बयस तोर हेनी रे बापा बयस हिछि माँ मते बयस हिछि मते बुझिबार शक्ति अछि माँ अरे कौन होइछ कहि दी हौ तू जते बेले मते बाध्य करूछु ताले मो तते कहूची सु ताहेले कहि दी मो छाती तले थिबा को दुखटा होची माँ केवल तो बापा रे पो केवल तो बापा मो बापा पाए हाँ माने मो बापा पाए माने कौन तू जते बेले 5 वर्ष रही गोटे अजड़ा दुखरे सामिल है पर दोष को मुंडरे मुंडे तो बापा जेल चले बंदी घर से बंदी है के रहिले बंदी होके रहिला हाँ अरे मो बापा को की दोष करिथिला और से बंदी रे अछि
ଶୁଣିବୁ ରେ ପୁଅ ହଁ ମୁଁ ଶୁଣିବି ମା। ତାହେଲେ ଶୁଣ। ତାହେଲେ କହିଦି। ତୋ ବାପା ଆଉ କର୍ଣ୍ଣାଟକ ଦେଶର ରାଜା ବିକ୍ରମ କେଶରୀ ହଁ ଦୁଇ ଜଣ ଯାକ ଗୋଟେ ଘନିଷ୍ଠ ବନ୍ଧୁ ଥିଲେ। ମା ହେଲେ ଜାଣିନି କାହାର ସେ ବନ୍ଧୁତ୍ୱରେ ନଜର ଲାଗିଲା ଯେ ଶେଷରେ 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 ସେ ବନ୍ଧୁତ୍ୱରେ କଳଙ୍କ ଲାଗିଗଲା ରେ ପୁଅ। ଆରେ ମା ମା ଆରେ ଏମିତି କି କଳଙ୍କ ଲାଗିଛି ମା? ଶୁଣିବୁ ହଁ ଶୁଣିବି। ଶୁଣିବୁ ରେ ପୁଅ। ହଁ ମା ଶୁଣିବି। ତାହେଲେ ଶୁଣ। ତାହେଲେ କହିଦି। ବିକ୍ରମ କେଶରୀଙ୍କ ପତ୍ନୀ ସେ ରାଜ୍ୟରେ ଥିବା ଜମିଦାରଙ୍କ ସହିତ ବଳାତ୍କାର ଶିକାର ହଉଥିଲା ବେଳେ ରାଜା ଆସି ଦେଖି ଦେଇଥିଲେ। ଆଉ ରାଜା ସହି ନ ପାରି ସେ ଜମିଦାରକୁ ହତ୍ୟା କରିଦେଲେ। ମା ହେଲେ ଜାଣିଛୁ ରେ ପୁଅ କହିଲେ ତୁ ଜାଣିବି ମା। ହତ୍ୟାର ଦୋଷ ତାଙ୍କ ମୁଣ୍ଡରେ ଲାଗିବା ପୂର୍ବରୁ ହଁ? ସେ ଦୋଷକୁ ନିଜ ମୁଣ୍ଡକୁ ନେଇ ତୋ ବାପା ବନ୍ଦୀ ଗୃହକୁ ଚାଲିଗଲେ ରେ ଏ ମା ବନ୍ଦୀ ଗୃହକୁ ଚାଲିଗଲେ। ତୁ ସତ କହୁଛୁ ମା? ହଁ ମୁଁ ସତ କହୁଛି। ଏ ମା ଖାଲି ସେତିକି ନୁହେଁ ତୋ ବାପା ଯୋଉ ସୀମା ତାଙ୍କ ହସ୍ତରେ ଦେଇଥିଲେ ପର କଥାରେ ପଡି ସେ ଆମ ମା ପୁଅ ଦୁଇ ଜଣଙ୍କୁ ରାଜ୍ୟରୁ ବାହାର କରିଦେଲେ ରେ ପୁଅ। ଏ ମା ରାଜ୍ୟରୁ ବାହାର କରିଦେଲେ। ସେଥିପାଇଁ ମୋର ଦୁଃଖ ନାହିଁ। ହେଲେ ମା ହେଲେ ଦୁଃଖ କୋଉଠି ଜାଣିଛୁ? କହୁଛି ମା। ଦୁଃଖ ହଉଛି ଶୁଣିବାକୁ ପାଉଛି ବନ୍ଦିଶାଳରୁ ମୁକ୍ତ ମୋ ବାପା। ହେଲେ ମୁଁ ଜାଣିନି ବନ୍ଦୀ ଗୃହରୁ ମୁକ୍ତ ହେଇସାରିଲା ପରେ ସେ କୁଆଡେ ଗଲେ ଏ ମା ଏମିତି ଗଲେ ସେ ଅଛନ୍ତି କି ନାହାନ୍ତି ଆଉ ଆମକୁ ଖୋଜୁଛନ୍ତି କି ନାହିଁ। ଏ ମା ମା ତୁ ଚିନ୍ତା କରନା ମା। ତୋ ପୁଅ ଛୋଟ ହୋଇନି ବର୍ତ୍ତମାନ ମୁଁ ବଡ଼ ହେଇଯାଇଛି। ମୋ ବାପାକୁ ଯୋଉଭଳି ଶାସ୍ତି ପଡ଼ିଛି ନା ଆଉ ବନ୍ଦିଶାଳାରେ କୋଉଠି ଯାଇଛି ମା ତାକୁ ମୁଁ ନିଶ୍ଚୟ ଖୋଜିକି ଆଣିବି। ଆଉ ମନେ ରଖ ମା ସେ ରାଜା ବିକ୍ରମ କେଶରୀକୁ ମୋ ବାପାର ପ୍ରତିଶୋଧ ନେବି ମା। ହଁ ହଁ ମୋ ବାପାର ପ୍ରତିଶୋଧ ନେବି। ହଁ ତୁ ପାରିବୁନି ରେ ବାପା ତୁ ପାରିବୁନି ତୁ ଏବେ ଛୋଟ ଅଛୁ। ଏ ମା ମୁଁ ନିଶ୍ଚୟ ପାରିବି। ମୁଁ ନିଶ୍ଚୟ ପାରିବି ମା। ତାହେଲେ ଶୁଣ ତୋ କଥା ଶୁଣି ସାରିଲା ପରେ ତୋ ଉପରେ ମୋର ଯଥେଷ୍ଟ ଭରସା ଆସିଯାଇଛି ରେ ପୁଅ। ତୁ ଯା ମୁଁ ତୋତେ ଆଶୀର୍ବାଦ ଦଉଛି। ଠିକ ଅଛି ମା। ମୋ ଆଶୀର୍ବାଦ ନେଇ ତୁ ତୋ ଗନ୍ତବ୍ୟସ୍ଥଳକୁ ଯା। ମୋ ମନ କହୁଛି ଯେମିତି ହେଲେ ବି ତୁ ତୋର କାର୍ଯ୍ୟ ହାସଲ କରିବୁ ଆଉ ତୋ ପିତାଙ୍କ ସନ୍ଦେଶ ଆଣିବୁ। ଯା ଯା ପୁତ୍ର। ଠିକ ଅଛି ମା। ତାହେଲେ ମୁଁ ଯାଉଛି ମା। ତବ ଆଶୀର୍ବାଦ ମତେ ନିହାତି ଦରକାର ଅଛି ମା। ଠିକ ଅଛି। ଠିକ ଅଛି ମା। ସତରେ କଣ ମୋ ପୁଅ ତା ବାପାକୁ ମାରିପାରିବ? ସତରେ ସେ ସବୁ କାମ ସମାଧାନ କରିପାରିବ? ନାଇଁ ସନ୍ଦେହ କରିବାର ଉଚିତ ହବନି।
हे जगतर नाथ जगन्नाथ हे कालिया साहब ମୁଁ ତମ ପାଖରେ ଶେଷ ଥର ପାଇଁ ଦୁଆର ମୋ ପୁଅକୁ ତମେ ଭଲରେ ଭଲରେ ଫେରେଇ ଆଣ। ମୋ ପୁଅ ଯୋଉ କାମରେ ଯାଇଛି ତା କାମରେ ବାଧା ନ ସୁରୁଖୁରୁରେ ତାକୁ ଘରକୁ ଫେରେଇ ଆଣ। ଆଉ ତାକୁ ବୁଝେଇ ଦିଅ ଯେ ଦୁଇ ମନୁଷ୍ୟର ସମ୍ପର୍କ ଏମିତି କଳଙ୍କ ଲାଗୁଛି ଆଉ ସେ ଦି ଜଣ ଯାକ ଯେମିତି କହିବେ ଏମିତି ସମ୍ପର୍କ ଏମିତି ହେଲା।